ଜୟ ଜଗନ୍ନାଥ। ପିଲାମାନେ, ଆଜି ଆମେ ଇତିହାସ ବହିର ତୃତୀୟ ଅଧ୍ୟାୟର କେତେକ ଗୁରୁତ୍ୱପୂର୍ଣ୍ଣ MCQ ଆଲୋଚନା କରିବା, ଯୋଉଟା କି ତମର CHSE 2026 ପାଇଁ ଉପଯୋଗୀ ପ୍ରଶ୍ନପତ୍ର। ଏବଂ ସେଗୁଡିକ ଆସିଛି କଣ? ତୃତୀୟ ଅଧ୍ୟାୟରେ ଥିବା ପ୍ରାଚୀନ ରାଜ୍ୟ ଗଠନ ଷୋଡଶ ମହାଜନପଦରୁ ଆସିଛି। ଏବଂ ତାର ପ୍ରଥମ କ୍ୱେଶ୍ଚନ ଟି ଅଛି କଣ? ଷୋଡଶ ମହାଜନପଦ ଅଦ୍ଭୁତ କେଉଁ ଶତାବ୍ଦୀରେ ଆରମ୍ଭ ହୋଇଥିଲା? ଅପସନ ଅଛି କଣ? ଚତୁର୍ଥ ଶତାବ୍ଦୀ, ପଞ୍ଚମ ଶତାବ୍ଦୀ, ଷଷ୍ଠ ଶତାବ୍ଦୀ ଏବଂ ଖ୍ରୀଷ୍ଟପୂର୍ବ କଣ? ସପ୍ତମ ଶତାବ୍ଦୀ। ୟାର ସଠିକ ଆନ୍ସର ଟି ହବ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କଣ ହେଇଥିଲା ନା ଷୋଡଶ ମହାଜନପଦର ଅଦ୍ଭୁଦୟ ହୋଇଥିଲା। 2 ନମ୍ବର କ୍ୱେଶ୍ଚନ ଅଛି କେଉଁ ବୌଦ୍ଧ ଗ୍ରନ୍ଥରୁ 16ଟି ମହାଜନପଦ ବିଷୟରେ ସୂଚନା ମିଳେ? ଅପସନ ଅଛି ମହାବଂଶ, ଅଙ୍ଗୁତ୍ତର ନିକାୟ, ଦୀର୍ଘ ନିକାୟ ଏବଂ ସୂତ ପିଟକ। ଏହାର ସଠିକ ଆନ୍ସର ଟି କଣ ହବ ନା ଅଙ୍ଗୁତ୍ତର ନିକାୟ। ତାପରେ ଆମେ ଦେଖିବା କେଉଁ ଜୈନ ଗ୍ରନ୍ଥରେ 16ଟି ମହାଜନପଦର ତାଲିକା ରହିଛି? ଅପସନ ଗୁଡ଼ିକ ଅଛି କଣ? ଅଚାରଙ୍ଗ ସୂତ୍ର, କଳ୍ପସୂତ୍ର, ଭଗବତୀ ସୂତ୍ର ଏବଂ ପରିବିଶିଷ୍ଟ ପର୍ବଣ। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ସଠିକ ଆନ୍ସର ଟି ହବ କଣ ନା ଭଗବତୀ ସୂତ୍ର। ତାପରେ ଆମେ ଦେଖିବା କେଉଁ ବୌଦ୍ଧ ଗ୍ରନ୍ଥର ଶିବି ବା ଦଶନ୍ନ ମହାଜନପଦ ଉଲ୍ଲେଖ ରହିଛି? ଅପସନ ଗୁଡ଼ିକ ଅଛି ମହାବସ୍ତୁ, ଦୀର୍ଘ ନିକାୟ, ବିନୟ ପିଟକ, ଜାତକ। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ନା ସଠିକ ଆନ୍ସର ଟି ହବ ମହାବସ୍ତୁ। ତାପରେ ଦେଖିବା ସମସ୍ତ ମହାଜନ ପଦ ମଧ୍ୟରୁ ପ୍ରଥମେ କେଉଁଠି ଅତ୍ୟନ୍ତ ଶକ୍ତିଶାଳୀ ଥିଲା? ଅପସନ ଅଛି ମଗଧ, କୋଶଳ, କାଶୀ ଏବଂ ଅବନ୍ତୀ। ଏହାର ସଠିକ ଆନ୍ସର ଟି କଣ ହବ? କାଶୀ। କାଶୀ ଥିଲା ଅତ୍ୟନ୍ତ ଶକ୍ତିଶାଳୀ ପ୍ରଥମେ। ତାପରେ କହୁଛି କାଶୀ ମହାଜନପଦର ରାଜଧାନୀ କଣ ଥିଲା? ଅପସନ ଗୁଡ଼ିକ ଅଛି ଶ୍ରୀବସ୍ତି, ବାରାଣାସୀ, ପାଟଳିପୁତ୍ର ଏବଂ ଚମ୍ପା। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ନା କାଶୀର ଥିଲା ବାରାଣାସୀ। ତାପରେ ଆମେ ଦେଖିବା କେଉଁ ଜାତକରେ ରାମଙ୍କୁ କାଶୀର ରାଜା ଭାବେ ବର୍ଣ୍ଣନା କରାଯାଇଛି? ଅପସନ ଗୁଡ଼ିକ ଅଛି ଦଶରଥ ଜାତକ, ମହାଶିୟବ ଜାତକ, ବିଦୁର ଜାତକ, କୌଣସିଟି ନୁହେଁ। ସଠିକ ଆନ୍ସର ଟି କଣ ହବ ନା ଦଶରଥ ଜାତକ। କେଉଁ ମହାଜନପଦର ପରବର୍ତ୍ତୀ ସମୟରେ କାଶୀକୁ ଅଧିକାର କରିଥିଲା? ଅପସନ ଅଛି ମଗଧ, କୁଶଳ, ବୃଜି ଏବଂ ଅଙ୍ଗ। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ସଠିକ ଆନ୍ସର ଟି ହବ ମଗଧ। କେଉଁ ରାଜ୍ୟକୁ କୋଶଳ ରାଜ୍ୟକୁ କେଉଁ ଦୁଇଟି ନଦୀ ଭାଗ କରିଥିଲା? ଅପସନ ଅଛି ଗଙ୍ଗା, ଯମୁନା, ସରୟୁ, ଗୋମତୀ। ୟାର ସଠିକ ଆନ୍ସର ଟି ପିଲାମାନେ କଣ ହବ ନା ସରୟୁ। କୋଶଳ ଉତ୍ତର କୋଶଳ ରାଜଧାନୀ କେଉଁଠାରେ ଥିଲା? ଅପସନ ଗୁଡ଼ିକ ଅଛି କଣ ନା ଶ୍ରୀବସ୍ତି, କୁଶବତୀ, ଅଯୋଧ୍ୟା ଏବଂ ମିଥଳା। ତାର ସଠିକ ଆନ୍ସର ଟି ହବ କଣ? ଉତ୍ତର କୋଶଳ ରାଜଧାନୀ ଥିଲା ଶ୍ରୀବସ୍ତି। ତାପରେ ଆମେ ଦେଖିବା ଦକ୍ଷିଣ କୋଶଳ ରାଜଧାନୀ କଣ ଥିଲା? ଅପସନ ଅଛି ସାକେତ, କୁଶବତୀ, ବାରାଣାସୀ, ଚମ୍ପା। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ନା ସଠିକ ଆନ୍ସର ଟି ହବ କୁଶବତୀ। ଗୌତମ ବୁଦ୍ଧଙ୍କ ସମୟରେ କୋଶଳର କିଏ ରାଜା ଥିଲେ? ଅପସନ ଗୁଡ଼ିକ ଅଛି ବିମ୍ବିସାର, ଅଜାତଶତ୍ରୁ, ପ୍ରସେନଜିତ, ଉଦୟନ। ଗୌତମ ବୁଦ୍ଧଙ୍କ ସମୟରେ କିଏ ଥିଲେ? ନା ପ୍ରସେନଜିତ ଥିଲେ। ଅଙ୍ଗ ମହାଜନ ପଦର ରାଜଧାନୀ କେଉଁଠି? ରାଜଗୃହ, ଚମ୍ପା, ବୈଶାଳୀ, ଉଜ୍ଜୟିନୀ। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ନା ଚମ୍ପା। ମଗଧର ପ୍ରଥମ ରାଜଧାନୀର ନାମ କଣ ଥିଲା? ଅପସନ ଅଛି ପାଟଳିପୁତ୍ର, ରାଜଗୃହ, ବୈଶାଳୀ, ବାରାଣାସୀ। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ରାଜଗୃହ। ତାପରେ ହଉଛି ରାଜଗୃହ ସହର ଚାରିପଟେ କେତେ ଗୋଟି ପର୍ବତମାଳା ଘେରି ରହିଥିଲା? ଅପସନ ଅଛି 3ଟି, 4ଟି, 5ଟି, 7ଟି। ଏହାର ସଠିକ ଆନ୍ସର ଟି ହବ ପିଲାମାନେ କଣ ନା 5 ଗୋଟି। ତାପରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ମଗଧ ରାଜଧାନୀ କେଉଁଠାରେ ସ୍ଥାନାନ୍ତରିତ ହୋଇଥିଲା? ଅପସନ ଚମ୍ପା, ବାରାଣାସୀ, ପାଟଳିପୁତ୍ର ଏବଂ ତକ୍ଷଶିଳା। ଏହାର ସଠିକ ଆନ୍ସର ଟି କଣ ହବ ପିଲାମାନେ? ନା ପାଟଳିପୁତ୍ର। କେଉଁ ମଗଧ ସମ୍ରାଟ 80,000 ଗ୍ରାମର ଗ୍ରାମୀଣଙ୍କୁ ନେଇ ଏକ ସଭାର ଆୟୋଜନ କରିଥିଲେ?
ଅପସନ ଅଛି ଆଜାତଶତ୍ରୁ, ବିମ୍ବିସାର, ମହାପଦ୍ମନନ୍ଦ, ଅଶୋକ। ଏହା ସଠିକ ଆନ୍ସରଟି କଣ ହବ ପିଲାମାନେ? ବିମ୍ବିସାର। ତାପରେ ବୃଜି ଗଣ ସଂଘ କେଉଁ ଜିଲ୍ଲାରେ ଅବସ୍ଥିତ? ପାଟଣା, ବୈଶାଳୀ, ମୁଙ୍ଗେର, ଭାଗଲପୁର। यार सठिक आंसर कौन हम पिलाने ना बैशाली। भृंगी गणसंघ बैशाली जिलार अवस्थित। तापर कौची ब्रुजी गणसंघर केतगुड़ी संप्रदाय थिला? 5, 6, 7 और 8। यार सठिक आंसर कौन हम पिलाने ना 8 गुटी कौन थिला ना संप्रदाय थिला। तापर लिच्छवी मानकर राजधानी केउठारे थिला? मिथिला, बैशाली, कुशीनारा, पावा। लिच्छवी मान कोउठ थिला ना बैशाली। केउ महाजन पद को एक गणसंघ बोली कहा जाए? ऑप्शन अछि काशी, ब्रुजी, अंग एवं तमर मगध। यार सठिक आंसर टी कौन हबो पिला माने? सठिक आंसर टी हबो ब्रुजी। तापर आमे देखिबा मल्ल महाजन पदर दुईटी राजधानी केउ गुड़िक थिला? ऑप्शन अछि श्रीबस्ती, कुशवती, पावा, कुशीनारा, उज्जयिनी, महिष्मती, ऐच्छद्र, काम्पेल्य। यार सठिक आंसर टी कौन हबो पिला माने? ना पावा एवं कुशीनारा। बुद्धदेव केउ स्थान रे शेषकृत्य संपन्न होइतिला अर्थात देहत्याग करथिले? पावा, कुशीनारा, सारनाथ, बैशाली। यार सठिक आंसर टी कौन हबो पिला माने? ना कुशीनारा। कुशीनगर बुद्धि मध्य एटा कहा जाए। चेदी राज्यर राजधानी नाम कौन थिला? कौशाम्बी, सुक्तिमती, इंद्रप्रस्थ, मथुरा। यार सठिक आंसर टी कौन हबो पिला माने? सठिक आंसर टी हबो चेदीर राजधानी नाम थिला सुक्तिमती। महाभारत केउ चरित्र रे चेदी देशर राजा थिले? ऑप्शन गुडिक अछि कंस, शिशुपाल, जरासंध, शल्य। यार सठिक आंसर टी कौन हबो पिला माने? ना शिशुपाल। बश्व महाजनपदर राजधानी नाम कौन थिला? ऑप्शन अछि कौशाम्बी, प्रतिष्ठान, विराटनगर, पाटलिपुत्र। यार सठिक आंसर टी कौन हबो ना कौशाम्बी। तापर होची कुरु राज्यर अवस्थित वर्तमान केउ अंचल थिला? ऑप्शन अछि दिल्ली, मेरठ, मालवा, रोहिलखंड, बुंदेलखंड। यार सठिक आंसर टी कौन हबो? दिल्ली और मेरठ। तापर आमे देखिबा पांचाल महाजनपदर दुईटी भाग केउ नदी जुगु होइथिला? ऑप्शन अछि सोरयू, गंगा, जमुना एवं सोण। एटा कौन हबो पिला माने? ना गंगा नदी पांचाल राज्य को दुई भाग विभक्त करथिला। तापर होची उत्तर पांचाल राजधानी नाम कौन थिला? उत्तर पांचाल राजधानी नाम थिला देखो ऑप्शन अछि काम्पेल्य, अहिच्छत्र, मथुरा, श्रावस्त्री। तो सठिक आंसर टी कौन हबो पिला माने? ना अहिच्छत्र। दक्षिण पांचाल राजधानी कौन थिला? अहिच्छत्र, काम्पल्य, विराट नगर, पाटलिपुत्र। तो एटा हबो कौन ना तुमरो काम्पल्य। तापरे मत्स्य महाजनपद राजधानी नाम कौन थिला? इंद्रप्रस्थ, विराट नगर, सुक्तिमती, तक्षशिला। यार सठिक आंसर टी कौन हबो पिला माने? ना विराट नगर। तापरे होची सुरसेन महाजनपदर राजधानी केउटी थिला? वाराणसी, मथुरा, चंपा एवं पतन। यार सठिक आंसर टी कौन हबो पिला माने? मथुरा। तापर आमे देखिबा दक्षिण भारतर एकमात्र महाजनपद केउटी थिला? ऑप्शन अछि अवंती, अशोक, मत्स्य, केदी। यार सठिक आंसर टी कौन हबो पिला माने? अशोक थिला। अशोक महाजनपद केउ नदी कूल अवस्थित? ऑप्शन अछि गंगा, नर्मदा, गोदावरी, कृष्णा। यार सठिक आंसर टी कौन हबो पिला माने? यार सठिक आंसर टी हबो गोदावरी। अशोक राजधानी नाम कौन थिला? महिष्मती, पतन बा प्रतिष्ठान, उज्जयिनी, तक्षशिला। यार सठिक आंसर टी कौन हबो छुआ? पिला माने ना पतन बा प्रतिष्ठान। अवंती महाजन पद केउ अंचल अवस्थित? ऑप्शन अछि रोहिलाखंड, बुंदेलखंड, मध्य प्रदेश, मालवा, राजस्थान। या सठिक आंसर टी कौन हबो ना मध्य प्रदेश रो मालवा। अवंती अवंतीर राजधानी नाम कौन? ऑप्शन अछि महिष्मती, उज्जयिनी, बैशाली,
ବାରଣାସୀ। ୟାର ସଠିକ ଆନ୍ସରଟି କଣ ହବ ପିଲାମାନେ? ନା ଉଜ୍ଜୟିନୀ। ତାପରେ ଦକ୍ଷିଣ ଅବନ୍ତୀର ରାଜଧାନୀ କଣ? ଉଜ୍ଜୟିନୀ, ମହିଷ୍ମତି, କୌଶମ୍ବୀ, ପାୱା। ୟାର ସଠିକ ଆନ୍ସରଟି କଣ ହବ ପିଲାମାନେ? ନା ମହିଷ୍ମତି। ଅବନ୍ତୀ କେଉଁ ଶକ୍ତିଶାଳୀ ରାଜା ବତ୍ସ ରାଜକୁ ଦଖଲ କରିଥିଲେ? ଅପସନ ଅଛି ବିମ୍ବିସାର, ପ୍ରଚ୍ୟୋତ, ଅଜାତଶତ୍ରୁ, ପ୍ରସେନଜିତ। ୟାର ସଠିକ ଆନ୍ସରଟି ହବ ତୁମର ପ୍ରଦ୍ୟୋତ। ଗାନ୍ଧାର ମହାଜନ ପଦର ରାଜଧାନୀ କଣ ଥିଲା? ପୁଷ୍ପାଳବତୀ, ତକ୍ଷଶିଳା, କାବୁଲ, ରାଜପୁର। ୟାର ସଠିକ ଆନ୍ସରଟି ହବ କଣ? ନା ତକ୍ଷଶିଳା। ପ୍ରାଚୀନ କାଳରେ କେଉଁଠାରେ ଏକ ବିଶ୍ୱବିଦ୍ୟାଳୟ ଥିବାର ସୂଚନା ମିଳେ? ଅପସନ ଅଛି ନାଳନ୍ଦା, ତକ୍ଷଶିଳା, ବାରାଣାସୀ, ପାଟଳିପୁତ୍ର। ଅପସନ କଣ ହବ? ତକ୍ଷଶିଳା ହବ। ମଗଧ ରାଜା ବିମ୍ବିସାର ସହ କେଉଁ ଗାନ୍ଧାର ରାଜାଙ୍କର ବନ୍ଧୁତ୍ୱ ସମ୍ପର୍କ ଥିଲା? ଅପସନ ଅଛି ପ୍ରଯୁତି, କୁକୁସିତି, ଉଜ୍ଜୟିନୀ ଏବଂ ଅମ୍ବି। ୟାର ସଠିକ ଆନ୍ସରଟି କଣ ହବ ପିଲାମାନେ? ନା ସଠିକ ଆନ୍ସରଟି ହବ ତମର କୁକୁସୁତି। ତାପରେ କାମ୍ବୋଜ ମହାଜନ ପଦର କେଉଁ ରାଜ୍ୟର ପଡୋଶୀ ଥିଲା? ଅପସନ ଗୁଡିକ ଅଛି ଗାନ୍ଧାର, ମଗଧ, ଅଙ୍ଗ, କାଶୀ ଏବଂ ୟାର ସଠିକ ଆନ୍ସରଟି ହବ କଣ? ଗାନ୍ଧାର। କାମ୍ବୋଜର ପଡୋଶୀ ଥିଲା କଣ? ଗାନ୍ଧାର। ତାପରେ କେଉଁ ଗ୍ରନ୍ଥ ଅନୁସାରେ କାମ୍ବୋଜ ଅଧିବାସୀ ମାନେ କୃଷିକୁ ପାଳନ କରୁଥିଲେ? ଅପସନ ଗୁଡିକ ଅଛି ଅର୍ଥଶାସ୍ତ୍ର, ବ୍ରାହ୍ମଣ ସାହିତ୍ୟ, ଜାତକ, ଇଣ୍ଡିକା। ୟାର ସଠିକ ଆନ୍ସରଟି ହବ ପିଲାମାନେ ବ୍ରାହ୍ମଣ ସାହିତ୍ୟ, ବ୍ରାହ୍ମଣ ଲିଟରେଚର। ତାପରେ ତମର କହୁଛି 45 ନମ୍ବର, କେଉଁ ମହାଜନ ପଦ ଗୁଡିକ ରେ ଗଣସଂଘ ବ୍ୟବସ୍ଥା ଥିଲା? ଅପସନ ଅଛି କାଶୀ, କୋଶଳ, ବୃଜି, ମଲ୍ଲ, ଅଙ୍ଗ, ମଗଧ ଏବଂ କୁରୁ, ପାଞ୍ଚାଳ। ତ ଗଣସଂଘ ଥିଲା ତୁମର କୋଉଠି? ନା ବୃଜି ଏବଂ ମଲ୍ଲ, ଏଇ ଦୁଇଟି ରାଜ୍ୟରେ ଗଣସଂଘ ଥିଲା। କପିଳବାସ୍ତୁ କେଉଁ ସମ୍ପ୍ରଦାୟର ଗଣସଂଘ ଥିଲା? ଲଚ୍ଛାବୀ, ଶାକ୍ୟ, ମୌରୀୟ, କୋଳୀୟ। यार सठिक आंसर टी कौन हम पिलामाने? सठिक आंसर टी हम साक्ष्य। पाली पुस्तक गुड़िक राजपद को केउ चुक्तिर सृष्टि करा जायछि? ना ऑप्शन अछि सांस्कृतिक चुक्ति, सामाजिक चुक्ति, सामरिक चुक्ति, धार्मिक चुक्ति। एटा कौन हम? सामाजिक चुक्ति। तापर काहार व्याकरण रु श्रृंखला श्रृंखलित साधारण प्रशासन देखिବାକୁ मिले? ऑप्शन अछि कौटिल्य, प्राणिनी, कल्लहण एवं बाणभट्ट। यार सठिक आंसर टी कौन हम पिलामाने? ना पाणिनी। तापर कहूची गांगेय समतल भूमि अंचल थिबा महाजन पद गुड़िक मध्यरु केउठी शेषरे विशाल साम्राज्य परिणत होइथिला? ऑप्शन गुड़िक अछि कौन? ना तमर कोशल, वश्य, मगध एवं अवंती। यार सठिक आंसर टी हम मगध। मगध साम्राज्यवादी आक्रमण को प्रतिहत करिया पई काशीर केतोटी तमर गणसंघ मिलित होइथिले? ऑप्शन अछि 9टी, 12टी, 15टी एवं 18टी। एवं यार सठिक आंसर टी हम कते? 18टी। पिला माने भिडियोटी भल लागिले